କୁକୁଡ଼ାଖଣ୍ଡି ନିକଟସ୍ଥ ବଉଳଝୋଳି ଗ୍ରାମରେ ଅନୁସୂଚିତ ସମ୍ପ୍ରଦାୟ ତଥା ବାଉରୀ ଖୋଦାଳ ସମାଜ ମହୁରୀ ତାଲୁକା ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଛି। ଯଦି ସାଧନା କୁହାଯିବ ଶାସ୍ତ୍ର ଲେଖିଛି ନିଜର ମୌଳିକ ବୃତ୍ତିକୁ ଯିଏ ଆପଣାଏ ସିଏ ପ୍ରକୃତ ଧର୍ମାର୍ଥୀ। ମନ୍ଦିର ପଳେଇଲେ ସେ ଧର୍ମାର୍ଥୀ ନୁହେଁ। ଏଥିରେ ବାଉରୀ ତଥା ଖୋଦାଳ ସମାଜର ମହୁରୀ ତାଲୁକା ସଭାପତି ସୀମାଞ୍ଚଳ ଦାସଙ୍କ ସଭାପତିତ୍ୱରେ ଦିଗପଣ୍ଡି ଗୋପୀନାଥ ମଠ ଶ୍ରୀମା ହରପି ଆଶ୍ରମର ମୁଖ୍ୟ ଯୋଗୀ ଦେବଦତ୍ତ ମହାରାଜଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରି ତାଙ୍କୁ ବଉଳଝୋଳି ଏବଂ ନୂଆ ବଉଳଝୋଳି ଗ୍ରାମ ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଉରୀ ଖୋଦାଳ ସମାଜର ପ୍ରାୟ 30 ଖଣ୍ଡ ଗ୍ରାମର କୁଳ ସଭାପତି ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ସମେତ ଶତାଧିକ ଲୋକଙ୍କ ସମାଗମରେ ଏହି ସଭା ପରିଚାଳିତ ହୋଇଥିବା ବେଳେ ଯୋଗୀ ଦେବଦତ୍ତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅନୁଷ୍ଠିତ ମଞ୍ଚ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରି ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ରଞ୍ଜନଙ୍କ ରିପୋର୍ଟ ଦୁନିଆ ହାଲଚାଲ।